ଶ୍ରୋତାବନ୍ଧୁ, ସମକାଳୀନ ଓଡ଼ିଆ ପ୍ରବନ୍ଧ ସାହିତ୍ୟ ଇତିହାସରେ ଏକ ବିଶ୍ୱସ୍ତ ସଂଯୋଜନ ଡକ୍ଟର ବେଣୁଧର ପାଢ଼ୀ। ଓଡ଼ିଆ ପ୍ରବନ୍ଧ ସାହିତ୍ୟ ଧାରାରେ ଡକ୍ଟର ପାଢ଼ୀ ସ୍ୱତନ୍ତ୍ର ଓ ସର୍ଜନାତ୍ମକ ଗଦ୍ୟ ରୀତିର ପ୍ରତିଷ୍ଠାପକ। ବିଶିଷ୍ଟ କଥାଶିଳ୍ପୀ ବିଷ୍ଣୁ ସାହୁ ଡକ୍ଟର ପାଢ଼ୀଙ୍କ ଗଦ୍ୟ ରୀତିକୁ ଯଥାର୍ଥରେ ପ୍ରକାବ୍ୟ ନାମରେ ଅଭିହିତ କରନ୍ତି। ନିରସ ଗଦ୍ୟର ପରିପାଟିକୁ ଅତି ଅଭିନବ ଶୈଳୀରେ ସେ ଜଟିଳ ବୌଦ୍ଧିକ ପ୍ରସଙ୍ଗକୁ ସହଜ ସରଳ ଓ ଲୌକିକ ଭାଷାରେ ଲୋକମୁଖୀ ଆବେଦନକୁ ସଂଯୁକ୍ତ କରି ଅତି ଚମତ୍କାର ଭାବରେ ଉପସ୍ଥାପନ କରନ୍ତି। କାବ୍ୟିକ ଅବଧାରଣା ଓ ନାଟକୀୟ ତାର୍କିକତାରେ ତାଙ୍କର ଗଦ୍ୟ ରୀତି ଚମତ୍କାର। କାବ୍ୟ, ନାଟକ ଓ କଥାରୀତିର ଏକ ଅପୂର୍ବ ମିଶ୍ରିତ ରୂପ ତାଙ୍କ ପ୍ରବନ୍ଧର ବିଶେଷତ୍ୱ। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଛେ ସମକାଳୀନ ଓଡ଼ିଆ ସମାଲୋଚନା ସାହିତ୍ୟ ଧାରାର ଜଣେ ସ୍ପର୍ଦ୍ଧିତ ଉଚ୍ଚାରଣ ଡକ୍ଟର ବେଣୁଧର ପାଢ଼ୀ ତାଙ୍କର ପୁସ୍ତକ ସାହିତ୍ୟ ଓ ମୂଲ୍ୟବୋଧ। ସେ ପୁସ୍ତକର ଏକ ଉଚ୍ଚ କୋଟିର ଆଲୋଚନା, ଯାହାର ଶୀର୍ଷକ ହେଉଛି କବିର ସୀମାବଦ୍ଧତା ଓ ଭାବଭୂମି। ଆଶା କରୁଛି ଆମ ବିଦ୍ୟାର୍ଥୀମାନଙ୍କ ଉଦ୍ଦେଶ୍ୟରେ ଏହି ଆଲୋଚନାଟି ନିଶ୍ଚିତ ଉପାଦେୟ ପ୍ରତିପାଦିତ ହେବ। ଆଜି ଶୁଣୁଛେ କବିର ସୀମାବଦ୍ଧତା ଓ ଭାବଭୂମି। ଆଲୋଚକ ଡକ୍ଟର ବେଣୁଧର ପାଢ଼ୀ। କବି ତୁଣ୍ଡ ଓ ମେଣ୍ଢା ତୁଣ୍ଡ କଥାଟି ଆଦୌ ସମଧର୍ମୀ ନୁହନ୍ତି। ହୁଏତ ମେଣ୍ଢା ମୁଣ୍ଡ ଟାଣ, କିନ୍ତୁ ଏହି ଟାଣପଣର ବି ଗୋଟିଏ ସୀମା ଅଛି। ଟାଣ ମୁଣ୍ଡବାଲା ମେଣ୍ଢା ଯେମିତି ଯାହାକୁ ପାରେ ତାକୁ ମୁଣ୍ଡିଆ ମାରିପାରେ ନାହିଁ, ସେମିତି କାଳେ କେବେ ଏହି ଭୀରୁ ମଣିଷକୁ ମୁଣ୍ଡିଆଟାଏ ମାରିଦେବ। କାଳେ ଏହି ମୁଣ୍ଡିଆର ଆଘାତ ମଣିଷ ସହି ନପାରିବ ବୋଲି ତ ପୁଣି କେହି ଜଣେ ସାରା ମଣିଷ ଜାତିଟାକୁ ହୁସିଆରି ଶୁଣାଇ କହିଯାଇଛନ୍ତି, ମେଣ୍ଢା ମୁଣ୍ଡଟି ଭାରି ଟାଣ, ତା ମୁଣ୍ଡିଆକୁ ସାବଧାନ। ଯେହେତୁ ମେଣ୍ଢା ମୁଣ୍ଡଟି ଟାଣ, ତେଣୁ କାଳେ ତାର ମୁଣ୍ଡିଆଟେ ମଣିଷ ଆଡ଼କୁ କେବେ ପଲାସି ଆସିବ, ସେଥିକୁ ସାବଧାନ ରହିବା ଆବଶ୍ୟକ। ଏତାଦୃଶ ଚେତାବନୀ ପାଇଁ ଧନ୍ୟବାଦ ଦେବାରେ ଆପତ୍ତି ନାହିଁ। ମାତ୍ର କବି ତୁଣ୍ଡଟା କେଉଁ ଗୁଣରୁ ଏହି ମେଣ୍ଢା ମୁଣ୍ଡ ସହ ସମକକ୍ଷ, ସେ କଥାଟା ଆଦୌ ବୋଧଗମ୍ୟ ହୁଏ ନାହିଁ। କବି ଜଣେ ହୁଏତ ଆପଣା ମୂତ ଫର୍କାପଣର ବାହାଦୁରୀ ସାବ୍ୟସ୍ତ କରିବାକୁ ଯାଇ କେବେ ହୁଏତ ଏଭଳି ଏକ ଢମାଳି ମେଲି ଦେଇଥିବ। ଆଦୌ ବିଚିତ୍ର କଥା ନୁହେଁ। ତେବେ ଏହି କଥାଟାକୁ ଶାସ୍ତ୍ରୀୟ ବାକ୍ୟ ଭାବରେ ମାନି ନେବାର କେଉଁ ଯୌକ୍ତିକତା ଅଛି? ଯାହା ଇଚ୍ଛା ତାହା ମନ ମାଫିକ ଲେଖିଦେବାର ଅଧିକାର ଆଦୌ କବିର ହିଁ ନାହିଁ। ଓଲେଇ ଗାଈମାନଙ୍କର ଦୌରାତ୍ମ୍ୟରୁ କ୍ଷେତକୁ ରକ୍ଷା କରିବା ପାଇଁ ଯଦି ତୁଣ୍ଡିର ବ୍ୟବସ୍ଥା ରହିଛି, ତେବେ ସେହି ଅନୁଶାସନର ଊର୍ଦ୍ଧ୍ୱକୁ କଦାପି ଏହି କବି ଜଣେ ବି ଉଠିପାରେ ନା। ପୁଣି କବି ଜଣେ ସାମାନ୍ୟ ମଣିଷ। ସମାଜର ସୀମା ଭିତରେ ଓ ବସ୍ତୁ ଜଗତର ପରିଧି ଭିତରେ ସେ ଆବଦ୍ଧ। ବିରାଟ ବସ୍ତୁ ଜଗତଟାର ବି ଅଛି ଗୋଟେ ସୀମା। ପୃଥିବୀ ଆଉ ଆକାଶର ବ୍ୟାପ୍ତି ମଧ୍ୟ ସୀମା ବାହାରକୁ ଯାଇପାରେ ନା। ମଣିଷ ଜୀବନ ଓ ଆୟୁଷ ରହିଛି ଗୋଟାଏ ବିଶେଷ ସୀମାରେଖା। ସମୁଦ୍ର ଏବଂ ପାହାଡ଼ ଯୁଆଡ଼ୁ ଚାହିଁଲେ ବି ସଭିଙ୍କ ଅସ୍ତିତ୍ୱକୁ ଆବୋରି ଠିଆ ହୋଇଛି ସୀମାରେଖାର ବଳୟଟିଏ। କବି ହେଉଛି ଜଣେ ମଣିଷ, ଏକ ବସ୍ତୁ ଜଗତ ଓ ସମାଜ ବ୍ୟବସ୍ଥାର ସେ ଏକ ସ୍ୱାଭାବିକ ଅଥଚ ବିଶେଷ ଜୈବ ଉତ୍ପାଦନ ହୋଇଥିବା ଦୃଷ୍ଟିରୁ ବିଶେଷ ବସ୍ତୁ ସୀମାର ପରିଧିଭୁକ୍ତ ହେବାକୁ ସେ ବାଧ୍ୟ। ବିରାଟ ପଡ଼ିଆ ଭିତରେ ଗୋଟେ ପଘାରେ ବନ୍ଧା ଯାଇଥିବା ବଳଦ ଭଳି ସେ। ପଘାର ଆଡ଼ ଦୀର୍ଘତା ନେଇ ଅବଶ୍ୟ ଆପେକ୍ଷିକତାର ପ୍ରଶ୍ନ ଉଠେ। ତେବେ ଖୁଣ୍ଟିର ବନ୍ଧନରୁ କେହି ମୁକ୍ତ ନୁହେଁ। ଚୌହଦୀଟିର ଟିକେ ଅଧିକ ଇଲାକାକୁ ପ୍ରଦକ୍ଷିଣ କରିହୁଏ ଲମ୍ବା ଥିଲେ ପଘା। ପଘା ପୁଣି ଯେତେ ଛୋଟ ହୁଏ, ପୃଥିବୀଟା ବା ଜୀବନ ପରିଧିଟା ସେତିକି ସଂକୁଚିତ ହୋଇଯାଏ। ସୀମା ତେଣୁ ଅଛି ଓ ରହିବ। ଇଚ୍ଛା କରି ମଧ୍ୟ କେହି କେବେ ସୀମା ଲଙ୍ଘନ କରିପାରିବେ ନାହିଁ। ତେବେ ବିଚରଣର କ୍ଷେତ୍ର ସମ୍ପ୍ରସାରିତ ହେଲେ ଅନୁଭୂତିର ଜଗତ ହୁଏ ଅଧିକ ବ୍ୟାପ୍ତ।
ଜୀବନ ଜୀବିକାର କ୍ଷେତ୍ରଟି ସଂକୀର୍ଣ୍ଣ ହେଲେ ଅନୁଭବର କ୍ଷେତ୍ର ମଧ୍ୟ ତଦନୁରୂପୀ ହୁଏ ସଂକୁଚିତ। ଅସୀମତାର ଧାରଣା କେବଳ ମିଥ୍ୟା ନୁହେଁ, ଅଧିକନ୍ତୁ ବିଭ୍ରାନ୍ତିକର। ବ୍ୟକ୍ତି ଜଣେ କବିର ପରିଚୟ ଅର୍ଜନ କଲେ ବି ସେ ଅସୀମ ଜୈବଲୋକର ଅଧିକାରୀ ହୋଇପାରେ ନାହିଁ। ଛୋଟ ହେଉ କି ବଡ଼, ଦୁଃଖ ହେଉ କି ସୁଖ, ଭଲ ହେଉ କି ଭେଲ, ମୁକ୍ତି ହେଉ କି ପରାଧୀନ, ତା ଜଗତର ଗୋଟିଏ ନିର୍ଦ୍ଦିଷ୍ଟ ସୀମା ଭିତରେ ହିଁ ତାକୁ ବଞ୍ଚିବାକୁ ହୁଏ। ଆଉ ସେହି ନିର୍ଦ୍ଧାରିତ ମୂଲକରୁ ମହୁମାଛି ଭଳି ନର୍ଦ୍ଦମାରୁ ବି ଆହରଣ କରେ ତାର ଅନୁଭୂତିର ପୁଞ୍ଜି। ଅନୁଭୂତିର କଙ୍କାଳ ଦେହରେ ସେ ଆବେଗର ମେଦ ନେଶି ଦିଏ। ସମ୍ବେଦନାର ବ୍ୟଥା ପୁଣି ସେଇ ଛାଞ୍ଚର ମୃଣ୍ମୟ ରୂପକୁ କରେ ନିଟୋଳ ଓ ସୁନ୍ଦର। ତେଣିକି ଟିକେ କଳା ଓ କଳ୍ପନାର ରଙ୍ଗ ଖାଲି ଲଗେଇଦେଲେ ହେଲା। ମୂର୍ତ୍ତି ଉପରର ରଙ୍ଗ ହେଉଛି ତେଣୁ ତାର କଳା ଏବଂ କଳ୍ପନା ବିଳାସ। କବିତା ପାଇଁ କଳାତ୍ମକ ଅର୍ଥାତ୍ ଆର୍ଟିଷ୍ଟିକ୍ ଆଟିଟ୍ୟୁଡ୍ ମାନସିକତା ଦରକାର ହୁଏ। ହୁଏତ ଟିକେ କଳ୍ପନା ବି ଲୋଡ଼ା। ମାତ୍ର କଳ୍ପନା ହେଉଛି କବିତାର ଖାଦ, ସୁନା ନୁହେଁ। କବିତା ଅଳଙ୍କାର ହେଲେ ସେଠି ଅନୁଭୂତିର ପୁଞ୍ଜିତକ ହେଉଛି ସୁନା। କଳାତ୍ମକତା ହେଉଛି କୋଟି କମ କାରୁରୂପ। ଆଉ ଖାଦ ରୂପେ ସୁନାକୁ କଳା ଟିକେ ଟାଣ କରେ, ଆଉ କବିତାକୁ କରେ ଯିଏ ଅଧିକ ମନୋରମ, ସିଏ ହେଲା କଳ୍ପନା। କଳ୍ପନା ତେଣୁ କବିତାର ମଞ୍ଜ ନୁହେଁ କି ମୂଳ ନୁହେଁ। କଳ୍ପନାକୁ ଆଧାର କରି କଦାପି ଗଢ଼ି ହୁଏ ନାହିଁ କବିତାର କଳାଶିଳ୍ପ। ଯେଉଁଠି ବ୍ୟାପ୍ତି, କାନ୍ତି ବି ସେଇଠି। ଫୁଲର ସାମଗ୍ରିକ ଶୋଭା ନଥାଏ କଳିକାରେ, ବିଖଣ୍ଡିତ ଜହ୍ନରେ ନଥାଏ ପୁନେଇ ଚାନ୍ଦର ଆହ୍ଲାଦ। ଆଞ୍ଜୁଳେ ମାତ୍ର ପାଣିରେ ଖୋଜି ବସିଲେ କେବେ ବି ମିଳେ ନାହିଁ ନଈର ଛାନ୍ଦସିକ ମନ୍ମୟତା। ସେମିତି ଏକ ଆପେକ୍ଷିକ ଆବେଗମୟ ସତ୍ତା ପୁଣି ସଞ୍ଚରଣଶୀଳତାର ନିରନ୍ତର କ୍ରିୟା ହିଁ ବସ୍ତୁ ଦୁନିଆକୁ କରେ ସୁନ୍ଦରରୁ ସୁନ୍ଦରତର। ସୀମା ଏକ କମା ମାତ୍ର, କିନ୍ତୁ ପୂର୍ଣ୍ଣଚ୍ଛେଦ ନୁହେଁ। ଯେଣୁ ବସ୍ତୁ ଜଗତଟି ସ୍ଥିର ନୁହେଁ କି ସ୍ଥାବର ମଧ୍ୟ ନୁହେଁ। ନିରନ୍ତର ପରିବର୍ତ୍ତନ ଓ ରୂପାନ୍ତରଣ କ୍ରିୟା ବସ୍ତୁ ସତ୍ତାର ସୀମା ସରହଦକୁ ସଦା ଆନ୍ଦୋଳିତ କରୁଛି। ସୀମା ଭିତରେ ଥାଇ ବି ସୀମାତିରିକ୍ତ ଜଗତଟାକୁ ଉନ୍ମୁଖ ହୋଇ ଚାଲିଛି ପ୍ରତିଟି ବସ୍ତୁ ସତ୍ତା। ଯେହେତୁ ସ୍ଥବିରତା ଓ ଶୀତଳତାର ଅନ୍ୟ ନାମ ମୃତ୍ୟୁ, ସ୍ଥାଣୁତା ଓ ନିଷ୍କ୍ରିୟତାର ପରିଣତି ଜୀବନର ପରିପନ୍ଥୀ ସର୍ବଦା, ସେହେତୁ ଜଗତ ମୃତ୍ୟୁମୁଖୀ ନ ହୋଇ ହୁଏ ବିକାଶଶୀଳ ଏବଂ ଜୀବନଧାରା ଧ୍ୱଂସମୁଖୀ ନ ହୋଇ ହୁଏ ସଦା ସଞ୍ଚରଣଶୀଳ। ଜୀବନ ଏକ ପୃଥକ ଅଥଚ ନିର୍ବିଶେଷ ଆବଷ୍ଟ୍ରାକ୍ଟ ବିନ୍ଦୁଟିଏ ନୁହେଁ। ରୂପାନ୍ତରିତ ବିବର୍ତ୍ତିତ ଜୈବଧାରାର ଏହା ଏକ ସଂଯୁକ୍ତ ସରଳ ରେଖା। ବ୍ୟକ୍ତି ପୁଣି ଏକ କାଳଖଣ୍ଡ ଓ ବିଶେଷ ଭୂମିଖଣ୍ଡର ଅସ୍ତିତ୍ୱ ବହନକାରୀ ନିର୍ଦ୍ଦିଷ୍ଟ ପରିଚୟ। ସଭ୍ୟତାର ତେଣୁ ଶେଷ ନାହିଁ, ଜଗତର ମଧ୍ୟ ଯବନିକା ନାହିଁ, ଅଥଚ ଜାଗତିକ ବିଶ୍ୱର ସୀମା ବାହାରେ ମଧ୍ୟ ତାର ସ୍ଥିତି ନିର୍ବିଶେଷ ନୁହେଁ କିମ୍ବା ଶାଶ୍ୱତ ମଧ୍ୟ ନୁହେଁ। ଅଖଣ୍ଡ ଧାରା ଏକ ନିରବଚ୍ଛିନ୍ନ ଜୈବ ସତ୍ତା ଯେହେତୁ ମଣିଷ, ସେହେତୁ କେବେ ବି ସୀମା ଭିତରେ ସେ ହୁଏ ନାହିଁ ସନ୍ତୁଷ୍ଟ। ମିଥ୍ ହେଉ କି ପ୍ରଜାପତି, ରୂପାନ୍ତରିତ ଜୀବସତ୍ତାର ଯେଉଁମାନେ ଅଧିକାରୀ, ସେମାନେ ସବୁଦିନ କଦାପି ସେଇ ବିଶେଷ ପ୍ୟୁପାର ଦୁର୍ଗ ଭିତରେ ଆବଦ୍ଧ ହୋଇ ରହିବାକୁ ପସନ୍ଦ କରନ୍ତି ନାହିଁ। ଦୁର୍ଗ ଭାଙ୍ଗିବାର ଏକ ଦୁର୍ବାର ଆକୁଳତା ସେମାନଙ୍କୁ ସେଇ ଲାର୍ଭା ମାନଙ୍କୁ ସର୍ବଦା କରୁଥାଏ ଆତୁର, ଅସ୍ଥିର ଓ ତପସ୍ୟା ମଗ୍ନ। ସୀମା ନଥିଲେ ନଥାନ୍ତା ଲଙ୍ଘନ କରିବାର ଦୁର୍ବାର ବ୍ୟାକୁଳତା, ଭାଙ୍ଗିବାର କ୍ରିୟା ନଥିଲେ ଗଢ଼ିବାର ସ୍ୱପ୍ନ ବି ନଥାନ୍ତା, ନୂଆ ନଥିଲେ ପୁରୁଣାକୁ ପରିତ୍ୟାଗ କରିବାର ଜିଗର ମଧ୍ୟ ନଥାନ୍ତା ମଣିଷ ଭିତରେ। ତେଣୁ ସେ ଅପରିଚ୍ଛିନ୍ନ ସମ୍ବାଳୁଆ ହେଉ କି ଅସନାମିତ୍ର ଲାର୍ଭା ସର୍ବଦା ମଗ୍ନ ରୁହେ ସ୍ୱପ୍ନରେ। ଭାଙ୍ଗିବାର ଇଚ୍ଛା ବଳବତୀ ହେଲେ ହିଁ ଆତ୍ମା ହୁଏ ଅଧୀର, ଉନ୍ମୁଖ। ତେଣିକି ସୀମା ଲଙ୍ଘନର ଆକୁଳତାରୁ କଳି ଉଠେ ଦୁଇଟି କଅଁଳ ପକ୍ଷ। ମୁକ୍ତି ପାଗଳ ଏଇ ଆତୁରମାନଙ୍କ ଆତ୍ମାର ସ୍ଥିତପ୍ରଜ୍ଞତାରେ ହିଁ ଉଲ୍ଲସି ଉଠେ ମହାକାଳ। ପରିବର୍ତ୍ତନର ଆକାଂକ୍ଷାରୁ ହିଁ ଝରି ପଡ଼େ ତେଣିକି ମୁଠା ମୁଠା ଅବିର ଏହି ଉନ୍ମୁକ୍ତ ପ୍ରାଣର ପକ୍ଷମାନଙ୍କରେ। ଚିତ୍ରିତ ହୋଇଯାଏ ସେଇଠି ପ୍ରଜାପତିର ରଙ୍ଗପକ୍ଷ। ଅତୀତର ଅସନା ମୁର୍ଦାରଟାକୁ ପଛରେ ପକେଇ ଏଣିକି ଉଲ୍ଲସିତ ଆବେଗରେ ବିଭୋର ପ୍ରଜାପତିଟିଏ ଘୂରି ବୁଲେ ଫୁଲରୁ ଫୁଲ, ଉଦ୍ୟାନରୁ ଉପବନ। ପଛରେ ପଡ଼ି ରହେ ତେଣିକି ଗୋଟେ ଅପରିଚ୍ଛିନ୍ନ ଅତୀତ ସମ୍ବାଳୁଆର। ସମ୍ବାଳୁଆର ସୀମା ଭିତରେ ଅଟକିଗଲେ ଉକୁଟି ଉଠିଥାନ୍ତା କି ଗୋଟେ ପ୍ରଜାପତିର ସ୍ୱପ୍ନ। ସମ୍ବାଳୁଆର ପରିଚୟ ଓ ପ୍ରଜାପତିର ବର୍ତ୍ତମାନ ମଝିରେ ପୂର୍ଣ୍ଣଚ୍ଛେଦଟିଏ ତେଣୁ ବସିପାରେ ନା କେବେ।
ଅବିରାମ ଭାବରେ ଗତିଶୀଳ ଜୀବନଧାରାରେ କେମିତି ବା ପଡ଼ିପାରେ ପୂର୍ଣ୍ଣଛେଦ? ପୂର୍ଣ୍ଣଛେଦରେ ହିଁ ଝଣଝଣେଇ ଉଠେ ମୃତ୍ୟୁ ଘଣ୍ଟି। ଏଇଟା ତେବେ କ'ଣ? ସମ୍ବାଳୁଆ ଓ ପ୍ରଜାପତି ଜୀବନ ମଧ୍ୟରେ ସେଇ ସନ୍ଧିକ୍ଷଣର ନାମ ହୁଏତ ଏକ ବିରାମ ଚିହ୍ନ, ଟ୍ରାନଜିସନ, ହୁଏତ କମା କି ଆଉ କ'ଣ ହୋଇପାରେ, ମାତ୍ର ଛେଦବିନ୍ଦୁ ବା ବ୍ରେକ୍ ଲାଇନ୍ ନୁହେଁ। ବସ୍ତୁ ଦୁନିଆ ଓ କବିର ଦୁନିଆ ଭିତରେ ଆଦୌ ନାହିଁ। ତେଣୁ କିଛି ସେମିତି ଫରକ। ସବୁ ସମ୍ବାଳ ଭିତରେ ପ୍ରଜାପତିର ଅଙ୍କୁର ସଞ୍ଚିତ ହୋଇ ରହିଲା ପରି ପ୍ରତିଟି ମଣିଷ ଭିତରେ ମଧ୍ୟ ତକେଇ ରହିଥାଏ ଗୋଟିଏ କବିପଣର ଆସନ୍ନ ସକାଳ। ବ୍ୟକ୍ତିଟିଏ ଯେତେବେଳେ ସୀମା ଭିତରର ସବୁ ଶୃଙ୍ଖଳାକୁ ସ୍ୱୀକାର କରିନେଲା, ଯାବତୀୟ ତାଗିଦ ଓ ତୋଡ଼ମାଡ଼କୁ ଶିରୋଧାର୍ଯ୍ୟ କରିନେଲା, ଯିଏ ଯାହା ହକାରିଲା, ସଭିଙ୍କୁ ହଁ ହଁ କହିଲା, ସିଏ ହେଲା ବିବାକ ମଣିଷଟିଏ। ସଂସାର ପାଇଁ ସିଏ ଗୋଟେ ଗୋଲାମ, ସମାଜ ପାଇଁ ଗୋଟେ ବଶମ୍ବଦ ବ୍ୟକ୍ତି, ଜଗତ ପାଖରେ ସେ ଏକ ଜନ୍ତୁ ଓ ସାଧାରଣ ଜୀବନଟିଏ ମାତ୍ର। ସମ୍ବାଳୁର ଜୀବନ ଏମାନଙ୍କ ନିସ୍ତେଜ ମଣିଷ ପଣିଆ ପାଇଁ ଅତ୍ୟନ୍ତ ଶ୍ରେୟସ୍କର। ଅଧିକ କାମନା ନାହିଁ କି ଆତୁରତା ନାହିଁ, ସ୍ୱପ୍ନ ନାହିଁ କିମ୍ବା ଆଶା ମଧ୍ୟ ନାହିଁ। ମଣିଷ ଭଳି ସମାଜରେ ରହିବା ସତ୍ତ୍ୱେ ପୃଥିବୀର ପିଞ୍ଜରାବଦ୍ଧ ପଶୁ ଏମାନେ ମାନବ ପଦବାଚ୍ୟ ହୋଇପାରନ୍ତି ନାହିଁ କସ୍ମିନ୍ କାଳେ। ପିମ୍ପୁଡ଼ି, ଉଇ, ଜନ୍ଦା ଭଳି ଏମାନେ କେବଳ ପ୍ରବୃତ୍ତି ଦ୍ୱାରା ହିଁ ପରିଚାଳିତ ହୁଅନ୍ତି। ପିମ୍ପୁଡ଼ିମାନେ ଯେମିତି ଗୋଟିଏ ଧାରାରେ ଚାଲିବା ଶିଖିଥାନ୍ତି, ଏମାନେ ମଧ୍ୟ ସେମିତି ଟ୍ରାକ୍ ଭିତରେ ଧାଇଁବାକୁ ପସନ୍ଦ କରନ୍ତି। ଗଙ୍ଗଦତ୍ତର କୂଅ ହେଉଛି ଏହି ସଂସାରୀ ମଣିଷର ବିଶ୍ୱ। ଦିଗ୍ବଳୟ କହିଲେ ଏମାନଙ୍କ ଆଖିରେ ନା ନୀଳ ଆକାଶର ବିସ୍ତାର ଥାଏ, ନା ଥାଏ ହାତ ଛନ୍ଦାଛନ୍ଦି ହୋଇ ଆରଣ୍ୟକ ଆଦିବାସୀ ଧାଙ୍ଗଡ଼ି ଭଳି ଡାଲଖାଇ ନୃତ୍ୟର ମୁଗ୍ଧ ଛନ୍ଦରେ ବିରାଜମାନ କରୁଥିବା ସବୁଜ ପ୍ରକୃତିର ବଳୟ। ଏମାନଙ୍କ ପାଇଁ ଦିଗ୍ବଳୟ ହେଉଛି ଗୋଟେ କାନ୍ଥ, ଗୋଟେ ପାଚେରୀ। ଆକାଶ କହିଲେ ବୁଝନ୍ତି ଏମାନେ ଅନ୍ଧାର। ଏମାନଙ୍କର ଆଖି ହେଉଛି ବେଙ୍ଗର ଆଖି, ଯେଉଁ ଆଖି କେବଳ କ୍ଷୁଧା ଜାଣେ ଓ ଖାଦ୍ୟର ପରିଚୟ ଜାଣେ। ସାଧାରଣ ମଣିଷର ଆଖି ଓ କବିର ଆଖି ଆଦୌ ଏକ ନୁହେଁ। ଯେମିତି ସେମିତି ସମ୍ବାଳୁଆର ଦୃଷ୍ଟି ଓ ପ୍ରଜାପତିର ଦୃଷ୍ଟି ଆଦୌ ସମାନ ନୁହେଁ। ଯେଉଁ ସମ୍ବାଳୁଆର କ୍ଷୁଧା ସଜନା ପତ୍ର ପାଖରେ ଶେଷ ହୁଏ, ସେହି ସମ୍ବାଳୁଆରୁ ରୂପାନ୍ତରିତ ପ୍ରଜାପତିର ଶୋଷ ହରରଙ୍ଗୀ ଫୁଲର ଉଦ୍ୟାନ ଆଉ ମଧୁ ମକରନ୍ଦ ନିଶାରେ ହୁଏ ପାଗଳ। ଏଣେ ସମ୍ବାଳୁର ଏହି ସ୍ଥିତି ସଂସାର ଜୀବନକୁ କରେ ଭୀତ ଓ ସନ୍ତ୍ରସ୍ତ। ତେବେ ପ୍ରଜାପତିର ବିଚରଣ ଜଗତର ଦୃଶ୍ୟକୁ କରେ ସୁନ୍ଦର ଓ ମନୋହର। ତାର ସୁନ୍ଦରପଣର ଦୃଶ୍ୟ ଡେଣାରେ ନଥାଏ କି ରଙ୍ଗରେ ନଥାଏ, ଥାଏ ବ୍ୟାପ୍ତିରେ, ଥାଏ ମୁକ୍ତି ଓ ଲଙ୍ଘନରେ। ଆଜିର ଦୁନିଆରେ ଅସଂଖ୍ୟ କବି ଓ କବିତା, ମାତ୍ର ଏହି କବିତାରେ ଫର୍ଚ୍ଚା ସକାଳର ଦୃଶ୍ୟ ନଥାଏ। ସେଥିରେ ଥାଏ ସେଇ ବିଳ ଭିତରର ଆବିଳ ଚିତ୍ର, ବ୍ୟଭିଚାର ଉଲଗ୍ନ ଅନୁଭବ। ଜୀବନ କହିଲେ ଏଇଟାକୁ ହିଁ ଧରି ନିଅନ୍ତି ସେମାନେ। ଅଥଚ ଥରେ ପିଉପା ଫଟାଇ ପଦାକୁ ବାହାରିଲେ ହିଁ ଆଖି ସାମ୍ନାରେ ଉନ୍ମୋଚିତ ହୁଏ ଏକ ବ୍ୟାପ୍ତ ଆକାଶ। ତେଣିକି ଟ୍ରାକ୍ର ସଂକୀର୍ଣ୍ଣ ରାସ୍ତା ନ ଦିଶି ଆଖି ଆଗରେ ଚମକି ଉଠିବ ଏକ ପ୍ରଶସ୍ତ ଜୀବନ ମାର୍ଗ। ମୋର ଇଗୋଟା ଏଥର ପରିତ୍ୟକ୍ତ ପିଉପା ହୋଇ ଝରି ପଡ଼ିବ। ଗୋଟେ ନାସ୍ନା ଜୀବନକୁ ପଛ କରି ଏଥର ସେ ବାସ୍ନା ବିଧୁର ଗୋଟେ ନୂଆ ଦୁନିଆ ଆଡ଼କୁ ପହଞ୍ଚିଯିବ। ସମାଜଟାକୁ ତା ନିଜ ଭିତରେ ଓ ସମାଜଟା ଭିତରେ ତେଣିକି ସେ ନିଜକୁ ହିଁ ଲୀନ କରିଦେବ। କବିର ସ୍ୱପ୍ନ ଓ ବ୍ୟକ୍ତିର ସ୍ୱାର୍ଥ ଭିତରେ ପ୍ରଭେଦ ରହିଲେ ମଣିଷ ହୁଏ ଛଳନାକାରୀ। ସ୍ୱାଭାବିକ ଭାବରେ ମଣିଷ ତାର ଇଗୋକୁ ନେଇ ବଞ୍ଚିଥାଏ। ଏହି ଇଗୋ ସର୍ବସ୍ୱ ବ୍ୟକ୍ତିମାନେ କେବଳ ମାତ୍ର ସଂସାରୀ ମଣିଷ ହୋଇପାରନ୍ତି। ସଂସାରର ନୈମିତ୍ତିକ ଦାବିଗୁଡ଼ିକ ନିକଟରେ ଏମାନେ ବନ୍ଧା ପଡ଼ିଯାନ୍ତି। କେବଳ ସେତିକି ନୁହେଁ, ନିଜର ସ୍ୱାର୍ଥ ଓ ଅଭିଳାଷ ଗୁଡ଼ିକର ଚରିତାର୍ଥ ସକାଶେ ଏମାନେ ସର୍ବଦା କ୍ରିୟାଶୀଳ ଏବଂ ତତ୍ପର ହୋଇ ରହନ୍ତି। ମୋର ଖୋଳ ଭିତରେ ସଦା ଆତଜାତ କରୁଥିବା ଏହି ବ୍ୟକ୍ତିର ଦୃଷ୍ଟି ତେଣୁ ଅନ୍ତର୍ମୁଖୀ। ଚୌହଦିରେ ଉପସ୍ଥିତ ଦୁନିଆଟାର ଅସ୍ତିତ୍ୱ ତେଣୁ ସେମାନଙ୍କ ପାଇଁ ମୂଲ୍ୟହୀନ। ପାଦ ପାଇଁ ମାଟି, ଦୃଷ୍ଟି ପାଇଁ ମହାକାଶର ଆବଶ୍ୟକତା ରହିଛି। ମାଟିରେ କେମିତି ଗୋଟେ ମିଠାସ୍ ଥାଏ, ମାଟିର ଉଷୁମ କୋଳ କନ୍ଦମୂଳକୁ ମାଧୁର୍ଯ୍ୟ ଦିଏ। ମାଟି ଭିତରେ ମିଶିଥିବା ମଣିଷର ସ୍ୱେଦ, ସ୍ୱପ୍ନ ଓ ଶ୍ରମର ଆବେଗ ସଦାକାଳ ହାତ ଠାରି ଡାକୁଥାଏ ଏମାନଙ୍କୁ। ଏକ ଅସରା ଅନନ୍ତ ମୂଲକକୁ ଯାତ୍ରାର ଅଭିଳାଷ ହିଁ ମଣିଷକୁ କରି କବି। ଜୀବନର ସୀମା ଭିତରେ ଗୋଟେ ସୀମାବଦ୍ଧ ପୃଥ୍ୱୀର ଉପରକୁ ଉଠିବାର ଆକୁଳତା ହିଁ ଜଡ଼ତାକୁ ଭାଙ୍ଗିପାରେ। ମୋହ ମୁଲାଜାର ମୋହବତକୁ ଟାଳିପାରେ, ମିଥ୍ୟାର ଉପରୋଧକୁ ଏଡ଼ିପାରେ,
ସତ୍ୟ ଅନ୍ୱେଷଣର ରାସ୍ତାକୁ ମୁହୁର୍ମୁହୁ ପ୍ରଶସ୍ତ କରୁଥାଏ ଆଉ ନୂତନ ରାସ୍ତାରେ ବାଟ ଚାଲିବାର ସରାଗ ସୃଷ୍ଟି କରେ। ସେହେତୁ ସୀମାବଦ୍ଧତାର ସ୍ୱୀକୃତ ସୀମା ବାହାରେ ହିଁ ଅସଲ ଜୀବନ ଓ ଜଗତର ନିରୋଳ ଦୃଶ୍ୟ ପଟଟି ଥାଏ ସଦା ଉଜ୍ଜଳ ଓ ଢଳଢଳ। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଥିଲେ ବିଶିଷ୍ଟ ସମାଲୋଚକ ଡକ୍ଟର ବେଣୁଧର ପାଢ଼ୀଙ୍କ ସାହିତ୍ୟ ଓ ମୂଲ୍ୟବୋଧ ପ୍ରବନ୍ଧ ସଂକଳନସ୍ଥ ଏକ ସୁନ୍ଦର ଆଲୋଚନା କବିର ସୀମାବଦ୍ଧତା ଓ ଭାବଭୂମି। ତେବେ ଅଡ଼ିଓଟିକୁ ସୀମିତ କଳେବର ଦେବା ଉଦ୍ଦେଶ୍ୟରେ ମୁଁ କିଛି ତାଙ୍କର ବକ୍ତବ୍ୟରୁ ତାଙ୍କର ଅଭିବ୍ୟକ୍ତିରୁ କିଛି ବାଦ ଦେଇଛି ଏବଂ ତାକୁ ସାମାନ୍ୟ ନିଜ ମତରେ ମୁଁ ପ୍ରସ୍ତୁତ କରିଛି। ଆଜିର ଅଡ଼ିଓଟି କେବଳ ବିଦ୍ୟାର୍ଥୀମାନଙ୍କ ଉଦ୍ଦେଶ୍ୟରେ ଅଭିପ୍ରେତ। ଆଜିର ଅଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା, ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।